ଜୟଗୁରୁ। ବାଲ୍ୟ ଚରିତ୍ର। ନଳିନୀକାନ୍ତ ଗ୍ରାମ୍ୟ ସ୍କୁଲରେ ବିଦ୍ୟାଭ୍ୟାସ କରିବା ସମୟରେ ତାଙ୍କର ତୀକ୍ଷ୍ଣ ବୁଦ୍ଧି ଓ ପ୍ରତିଭାର ପରିଚୟ ମିଳିଥିଲା। ସେ ନିଜର ସମବୟସ୍କ ପିଲାମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ସମୟରେ ଏପରି କଥାମାନ କହନ୍ତି ଯେ ବୃଦ୍ଧମାନେ ମଧ୍ୟ ନିରୁତ୍ତର ହୋଇଯାଆନ୍ତି। ଅଦ୍ଭୁତ ସ୍ୱପ୍ନ। ନଳିନୀକାନ୍ତ ପିଲାଦିନେ ପ୍ରାୟ ଅନେକ ଥର ଗୋଟିଏ ପ୍ରକାର ସ୍ୱପ୍ନ ଦେଖୁଥିଲେ। ସ୍ୱପ୍ନରେ ସେ ଦେଖନ୍ତି ଯେ ନିଜ ବିଛଣାରେ ଘରେ ଶୋଇଛନ୍ତି, ଜଣେ ମହାପୁରୁଷ ତାଙ୍କୁ ଡାକୁଛନ୍ତି। ସେ କେବଳ ତାଙ୍କର ଶବ୍ଦ ଶୁଣିପାରୁଛନ୍ତି, ମାତ୍ର ତାଙ୍କୁ ଦେଖିପାରୁନାହାନ୍ତି। ତାପରେ ଡାକ ଶୁଣି ବିଛଣାରୁ ଉଠି ତାଙ୍କ ସାଙ୍ଗରେ ଯିବାକୁ ଆରମ୍ଭ କରନ୍ତି। ଯାଉ ଯାଉ ଏପରି ଗୋଟିଏ ସ୍ଥାନରେ ପହଞ୍ଚନ୍ତି ଯେ ସେଠାରେ ଆଲୋକ କି ଅନ୍ଧାର କିଛି ନାହିଁ। ଚନ୍ଦ୍ରପକ୍ଷ ରାତ୍ରିରେ ମେଘ ଘୋଡ଼ାଇଥିଲେ ଯେପରି ଦିଶେ ସେହିପରି ଦେଖାଯାଉଥାଏ। କିଛି ଦୂର ଯିବା ପରେ ଗୋଟିଏ ପୁଷ୍କରିଣୀ ଓ ପୁଷ୍କରିଣୀ ଭିତରେ ଗୋଟିଏ ପଦ୍ମ ଦେଖିବାକୁ ପାଆନ୍ତି। ଉକ୍ତ ମହାପୁରୁଷ ସେହି ବିକଶିତ ପଦ୍ମ ଭିତରେ ଠିଆ ହୋଇ କ୍ରମଶଃ ଊର୍ଦ୍ଧ୍ୱକୁ ଉଠି ଯାଉଥିବାର ଦେଖନ୍ତି ଓ ତାହାପରେ ଅନୁଭବ କରନ୍ତି ଯେ ସେ ନିଜେ ମଧ୍ୟ ତାଙ୍କ ସହିତ ଗୋଟିଏ ସୂତାରେ ବନ୍ଧା ହୋଇଛନ୍ତି। ମହାପୁରୁଷଙ୍କର ଊର୍ଦ୍ଧ୍ୱଗତି ସଙ୍ଗେ ସଙ୍ଗେ ନଳିନୀକାନ୍ତ ମଧ୍ୟ ଟାଣି ହୋଇ ଊର୍ଦ୍ଧ୍ୱକୁ ଉଠି ଯାଉଥାନ୍ତି। ଏହିପରି ଅନେକ ଉଚ୍ଚକୁ ଉଠି ଯାଉଥିବା ପରେ ଉକ୍ତ ମହାପୁରୁଷ ଯୋଗସୂତ୍ରଟିକୁ ମଝିରୁ କାଟି ଦିଅନ୍ତି। ନଳିନୀକାନ୍ତ ଗୁଡ଼ି ପରି ବୁଲି ବୁଲି ଆସି ତଳେ ପଡ଼ିଯିବା ସମୟରେ ନିଦ୍ରା ଭାଙ୍ଗିଯାଏ। ଏହା ବ୍ୟତୀତ ଶ୍ରୀ ଶ୍ରୀ ଠାକୁର ମଧ୍ୟ ଆଉ ଗୋଟିଏ ସ୍ୱପ୍ନ ଦେଖନ୍ତି। ସେହି ସ୍ୱପ୍ନରେ ଜାଗ୍ରତ କୁଣ୍ଡଳିନୀ ଶକ୍ତି ବ୍ରହ୍ମରନ୍ଧ୍ର ଭେଦ କରି ଯେପରି ତଦୂର୍ଦ୍ଧ୍ୱ ଭାବଲୋକରେ ଉପନୀତ ହୋଇଛନ୍ତି। ତାଙ୍କର ଏହିପରି ମନେ ହୁଏ, କିନ୍ତୁ କିପରି ଫେରିବେ ସେ କଥା ଭାବି ତାଙ୍କର ଭୟ ହେବା ମାତ୍ରକେ ସ୍ୱପ୍ନଟି ଭାଙ୍ଗିଯାଏ। ଏଠାରେ ଏତିକି ବିଶେଷତ୍ୱ ଲକ୍ଷ୍ୟ କରିବାର କଥା ଯେ ଯେତେବେଳେ ସେ ଏହି ସ୍ୱପ୍ନ ଦେଖୁଥିଲେ ସେତେବେଳେ କୁଣ୍ଡଳିନୀ କିମ୍ବା ଚକ୍ରାଦି ସମ୍ବନ୍ଧରେ ତାଙ୍କର କୌଣସି ବି ଧାରଣା ନଥିଲା। ପରେ ସାଧନା ସମୟରେ ତତ୍ତ୍ୱ ବୁଝିବା ପରେ ସେ ଏହି ସ୍ୱପ୍ନ ବୃତ୍ତାନ୍ତ ବ୍ୟକ୍ତ କରିଥିଲେ। ଧର୍ମ ସଂସ୍କାର। ନଳିନୀକାନ୍ତ ଗ୍ରାମ୍ୟ ସ୍କୁଲରେ ପାଠପଢ଼ା ଶେଷ କରି ମେହେରପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅଧ୍ୟୟନ କରିବାକୁ ଲାଗିଲେ। ଉପନୟନ ପରେ ତାଙ୍କର ଧର୍ମ ପ୍ରବୃତ୍ତି ପ୍ରବଳ ହୋଇଉଠିଲା। ସେ ରୀତି ମଧ୍ୟ ସନ୍ଧ୍ୟା, ଆହ୍ନିକ ଓ ଦେବଦେବୀଙ୍କର ସ୍ତବ କବଚ ପାଠ ଆରମ୍ଭ କରିଦେଲେ। ସେ ରାମାୟଣ ମହାଭାରତ ପଢ଼ୁ ପଢ଼ୁ ଆକୁଳ ହୋଇପଡ଼ନ୍ତି। ସନ୍ତାନର ଏହି ସବୁ ଧର୍ମଭାବର ଲକ୍ଷଣ ଦେଖି ସ୍ନେହମୟୀ ମା ଧର୍ମ ପୁସ୍ତକ ସବୁ ଗୋପନ କରିଦିଅନ୍ତି ଓ ପୁତ୍ର କଥା ଭାବି ବଡ଼ ବ୍ୟାକୁଳ ହୋଇପଡ଼ନ୍ତି। ସହଜାତ ସଂସ୍କାର। ଦରିଆପୁରରେ ବିଦ୍ୟାଭ୍ୟାସ କରିବା ସମୟରେ ନଳିନୀକାନ୍ତଙ୍କ ଚରିତ୍ରରେ ଗୁରୁତର ପରିବର୍ତ୍ତନ ହେବାକୁ ଲାଗିଲା। ଆଭିଜାତ୍ୟର ଅଭିମାନ, ହୃଦୟର ସଂକୀର୍ଣ୍ଣତା ନଳିନୀକାନ୍ତଙ୍କର ମନରୁ କ୍ରମଶଃ ଅନ୍ତର୍ହିତ ହୋଇଗଲା। ଦିନେ ଜଣେ ବିଜାତୀୟ ପଥିକ ଗ୍ରାମରେ ମରିଗଲା, କିନ୍ତୁ ତାଙ୍କୁ ସଂସ୍କାର କରିବାକୁ କେହି ବାହାରିଲେ ନାହିଁ। ଏହା ଦେଖି ନଳିନୀକାନ୍ତ ନିଜେ ମଧ୍ୟ ତାହା ସମ୍ପନ୍ନ କରିବା ପାଇଁ ଅଗ୍ରସର ହେବାରୁ ଅନ୍ୟାନ୍ୟ ଲୋକ ଆସି ତାଙ୍କୁ ସାହାଯ୍ୟ କଲେ। ଯଦି ଗ୍ରାମ ବିବାଦ ହେତୁ କେହି ବାସନ୍ଦ ହେଲା, ନଳିନୀକାନ୍ତ ସର୍ବାଗ୍ରେ ତା ଘରେ ନିମନ୍ତ୍ରଣରେ ଭୋଜନ କରି ଆସିଲେ। ଗ୍ରାମର ବୃଦ୍ଧଗଣ କୌଣସି କାରଣରୁ ଦଳ ବାନ୍ଧିଲେ ଦଳାଦଳିର କାରଣ ଯେପରି ଭାଙ୍ଗିଯିବ, ନଳିନୀକାନ୍ତ ତାହାର ଉପାୟ ଉଦ୍ଭାବନ କରି ଦଳ ଭାଙ୍ଗି ଦେଉଥିଲେ। ଯୁବକମାନଙ୍କ ନୈତିକ ଚରିତ୍ର ହାନିକର କଳଙ୍କ କଥା କାନରେ ପଡ଼ିଗଲା ମାତ୍ରେ ସେ ସେମାନଙ୍କ ବିରୁଦ୍ଧରେ ବାହାରି ଯେପରି ଉପାୟରେ ସେମାନେ ଶାସ୍ତି ପାଇବେ ତାର ବିଧାନ କରୁଥିଲେ। ନଳିନୀକାନ୍ତଙ୍କ ଚରିତ୍ର ଆଉ ଗୋଟିଏ ବିଶେଷ ଗୁଣ ଥିଲା ଯେ ସେ କେବେ ହେଲେ ଅନ୍ୟାୟକୁ ସହ୍ୟ କରିପାରୁନଥିଲେ। ଅନ୍ୟାୟର ପ୍ରତିକାର କରିବାଟା ଦୁର୍ବଳତାର ପରିଚୟ ବୋଲି ସେ ମନେ କରୁଥିଲେ। ପ୍ରତିକାର ନ କରିବାଟା ଦୁର୍ବଳତାର ପରିଚୟ ବୋଲି ସେ ମନେ କରୁଥିଲେ। ଏହି ଅନ୍ୟାୟର ପ୍ରତିକାର କରିବାକୁ ଯାଇ ସେ ହିତାହିତ ଜ୍ଞାନ ଶୂନ୍ୟ ହୋଇଯାଉଥିଲେ ଓ ସମୟ ସମୟରେ ଏପରି କାର୍ଯ୍ୟ କରି ପକାଉଥିଲେ ଯେ ସେଥିପାଇଁ ଆତ୍ମୀୟ ସ୍ୱଜନମାନଙ୍କୁ ବଡ଼ ଉଦ୍ବେଗ ଭୋଗ କରିବାକୁ ପଡ଼ୁଥିଲା। ଉପରୋକ୍ତ ଘଟଣାବଳୀ ମଧ୍ୟରେ ଜନୈକ କୁଳବଧୂଙ୍କୁ ଶାସନ କରିବା ଘଟଣାଟି ବଡ଼ କୌତୂହଳପ୍ରଦ। ଶ୍ରୀ ଶ୍ରୀ ନିଗମାନନ୍ଦ ଜୀବନ ପ୍ରସଙ୍ଗ ପ୍ରଥମ ଭାଗରେ ଘଟଣାଟିର ବିଶଦ ବିବରଣୀ ବର୍ଣ୍ଣିତ ହୋଇଅଛି। ନଳିନୀକାନ୍ତ ଭୈରବ ନଦୀକୁ ସ୍ନାନ କରିବାକୁ ଯାଇଥିଲେ।
ସ୍ନାନ କରି ଫେରି ଆସିବା ସମୟରେ ଦେଖିଲେ ଯେ ତାଙ୍କ ଗୃହର ଅଦୂରବର୍ତ୍ତୀ ପାଳମାନଙ୍କ ସାହିରେ ଗୋଳମାଳ ହେଉଛି। ସେଠାରେ ବହୁ ଲୋକ ଭିଡ଼ ଜମାଇଛନ୍ତି। ନଳିନୀକାନ୍ତ ଘଟଣାସ୍ଥଳରେ ଉପସ୍ଥିତ ହୋଇ ଦେଖିଲେ ଯେ ଉକ୍ତ ଗୃହର ବୋହୂଟିଏ ତାର ଶାଶୁକୁ ଧରି ପ୍ରହାର କରୁଛି। ସମସ୍ତେ ଛିଡ଼ା ହୋଇ କେବଳ କୌତୂହଳପୂର୍ବକ କୌତୁକ ଦେଖୁଛନ୍ତି। କେହି କିଛି ପ୍ରତିକାର କରୁନାହାନ୍ତି। ବୃଦ୍ଧାଙ୍କର ଅବସ୍ଥା ଦର୍ଶନ କରି ନଳିନୀକାନ୍ତଙ୍କର ଆଉ ହିତାହିତ ଜ୍ଞାନ ରହିଲା ନାହିଁ। ସେ ନିଜ ପାଦରୁ ଜୋତା ଖୋଲି ସେଥିରେ ବୋହୂକୁ ଆପାଦମସ୍ତକ ପ୍ରହାର କରି ବୃଦ୍ଧାକୁ ରକ୍ଷା କଲେ। ଏହି ଘଟଣାରେ ଗ୍ରାମରେ ଖୁବ୍ ଆନ୍ଦୋଳନ ହୋଇଥିଲା, କିନ୍ତୁ ଶେଷରେ ସମସ୍ତେ ଏକମୁଖରେ ସ୍ୱୀକାର କଲେ ଯେ ନଳିନୀକାନ୍ତ କିଛି ଅନ୍ୟାୟ କରିନାହାନ୍ତି। ସେ ବରଂ ନ୍ୟାୟ ଓ ସତ୍ୟର ପକ୍ଷ ଗ୍ରହଣ କରି ଅନ୍ୟାୟର ପ୍ରତିକାର କରିଛନ୍ତି। ନଳିନୀକାନ୍ତଙ୍କ ମନରେ ବ୍ରାହ୍ମଣର ଅଭିମାନ, ଛୋଟ ବଡ଼, ଉଚ୍ଚ ନିଚ, ସ୍ପୃଶ୍ୟ ଅସ୍ପୃଶ୍ୟ ପ୍ରଭୃତି ଭେଦବୁଦ୍ଧି ନ ଦେଖି ଓ ନାନା ପ୍ରକାର ଅସାମାଜିକ ବ୍ୟବହାର ଦର୍ଶନ କରି ଭୁବନମୋହନ ବଡ଼ ଭୟଭୀତ ହୋଇପଡ଼ିଥିଲେ। ପୁତ୍ରର ଏପରି ଉଦାର ଭାବ ଦର୍ଶନ କରି ପିତାମାତା ତାଙ୍କୁ ବିବାହ ଦେବାକୁ ସ୍ଥିର କଲେ। ଟ୍ରେନ୍ ସଂଘର୍ଷ। ଦିନେ ନଳିନୀକାନ୍ତ କଲିକତାରୁ ବାହାରି ପ୍ରାୟ 1.5 ଘଣ୍ଟା ଟ୍ରେନ୍ରେ ଆସିବା ପରେ କାଞ୍ଚରପଡ଼ା ଷ୍ଟେସନ ନିକଟରେ ଆରୋହୀମାନଙ୍କ ଭିତରେ ଭୀଷଣ କୋଳାହଳ ହେବାର ଶୁଣିପାରିଲେ। ସେ ଦେଖିଲେ ସେ ଆଉ ଗୋଟିଏ ଟ୍ରେନ୍ ବିପରୀତ ଦିଗରୁ ମାଡ଼ି ଆସୁଅଛି। ମୁହୂର୍ତ୍ତକ ଭିତରେ ଟ୍ରେନ୍ ମଧ୍ୟରେ ଧକ୍କା ବାଜିବାରୁ କେତେଗୁଡ଼ିଏ ଡବା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା ଓ ବହୁ ଯାତ୍ରୀ ମୃତାହତ ହେଲେ। କିନ୍ତୁ ନଳିନୀକାନ୍ତ ଗାଡ଼ିରୁ ଝରକା ବାଟେ ଡେଇଁପଡ଼ି ଆତ୍ମରକ୍ଷା କରିପାରିଥିଲେ। ମାତୃବିୟୋଗ। ଏହି ସମୟରେ ନଳିନୀକାନ୍ତଙ୍କର ସ୍ନେହମୟୀ ଜନନୀଙ୍କର ମୃତ୍ୟୁ ହେଲା। ମାତୃବିୟୋଗ ସମୟରେ ସେ ମାତୃଳୟ ରାଧାକାନ୍ତପୁରରେ ଥିବା ମାତାଙ୍କ ସହିତ ଶେଷ ସାକ୍ଷାତ ହୋଇପାରିଲା ନାହିଁ। ତେଣୁ ନଳିନୀକାନ୍ତଙ୍କ ମନରେ ଦାରୁଣ ବ୍ୟଥା ହେଲା। ମନୁଷ୍ୟ ଦେହର ଏପରି ପରିଣତି ଦେଖି ତାଙ୍କ ମନ ସାମୟିକ ଭାବରେ ବିଷାଦଗ୍ରସ୍ତ ହୋଇଗଲା। ଦେହର ନଶ୍ୱରତା ବିଷୟରେ ସେ ଗଭୀର ଚିନ୍ତା କରିବାକୁ ଲାଗିଲେ। ସେହି ଦିନଠାରୁ ତାଙ୍କର ହାସ୍ୟ ପରିହାସ ରହିତ ହେବାକୁ ଲାଗିଲା। ବାଳକ ବଦନରେ ଗାମ୍ଭୀର୍ଯ୍ୟର ଚିହ୍ନ ପରିଲକ୍ଷିତ ହେଲା। ସେ ସବୁବେଳେ ଚିନ୍ତାମଗ୍ନ ରହିବାକୁ ସୁଖ ପାଉଥିଲେ। ମାତୃଦେବୀଙ୍କ ବିୟୋଗ ପରେ ସେ ଯଥାର୍ଥ ଭାବରେ ତାଙ୍କର ଆଧ୍ୟାତ୍ମିକ ଜୀବନର ସୂତ୍ରପାତ ହୋଇଥିଲା। କଠୋପନିଷଦ ମତରେ ମୃତ୍ୟୁରୂପୀ ଯମ ହିଁ ମହାଜ୍ଞାନର ପ୍ରବକ୍ତା। ଜଗତରେ ମୃତ୍ୟୁ ଜୀବକୁ ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ଅନ୍ତର୍ମୁଖୀ କରାଇ ଦେଇଥାଏ। ମୃତ୍ୟୁ ସହିତ ନଳିନୀକାନ୍ତଙ୍କର ଏହି ପ୍ରଥମ ସାକ୍ଷାତ। ସେହି ସାକ୍ଷାତ ବ୍ୟର୍ଥ ହୋଇନାହିଁ। ତାଙ୍କ ଜୀବନ ଯେଉଁ ସବୁ ଭାବନା ଦ୍ୱାରା ନିୟନ୍ତ୍ରିତ, ସେ ସମସ୍ତ ଭାବନା ମଧ୍ୟରୁ ଅଧିକାଂଶ ମାତୃବିୟୋଗ ପରଠାରୁ ସଞ୍ଜାତ। ମାତୃବିୟୋଗ ପରଠାରୁ ମା କୁଆଡ଼େ ଗଲେ ବୋଲି ସେ ଯେତେ ଭାବିତ ହୋଇଛନ୍ତି, ସେହି ପରିମାଣରେ ସେ ମହାମାୟାଙ୍କୁ ପ୍ରାର୍ଥନା କରି ଆକୁଳ ପ୍ରାଣରେ କାନ୍ଦି ଉଠିଛନ୍ତି। ଏହା ହିଁ ତାଙ୍କ ଜୀବନବ୍ୟାପୀ ସାଧନାର ପ୍ରଧାନ ପର୍ବ। ଶ୍ରୀ ଶ୍ରୀ ଠାକୁର ବାଲ୍ୟକାଳରୁ ନିଜ ଭାବ ଗୋପନ କରି ଚଳୁଥିଲେ। ଏହା ତାଙ୍କର ଗାମ୍ଭୀର୍ଯ୍ୟର ପରିଚୟ। ତେଣୁ ସେ କିଶୋର ବୟସରେ ଆବେଗ ଆକୁଳତା କଥା ଅନ୍ୟ ନିକଟରେ ପ୍ରକାଶ କରୁନଥିଲେ। ମାତୃବିଚ୍ଛେଦ ପରେ ସେ ମା'ଙ୍କ ଦର୍ଶନ କରିବାକୁ ଓ ଜଗନ୍ମାତାକୁ ଲାଭ କରିବା ନିମିତ୍ତ ବିଶେଷ ଭାବରେ ଚେଷ୍ଟା କଲେ। କିଶୋର ନଳିନୀକାନ୍ତ ଭଗବାନଙ୍କୁ ମାତୃରୂପରେ ହିଁ ଦର୍ଶନ କରିବାକୁ ଇଚ୍ଛା କରିଥିଲେ, କିନ୍ତୁ ଜନନୀ ବା ମହାମାୟା କାହାରି ଦର୍ଶନ ନ ପାଇ ଅଭିମାନରେ ସେ କେତେ ଯେ ଅଶ୍ରୁ ବର୍ଷଣ କରିଛନ୍ତି, ତାହା ମୁଖରେ ବ୍ୟକ୍ତ କରିହେବ ନାହିଁ। ଉପଯୁକ୍ତ ସମୟ ନ ହେଲେ ଏ ଜଗତରେ କୌଣସି ଘଟଣା ଘଟେ ନାହିଁ। ଶ୍ରୀ ଶ୍ରୀ ଠାକୁରଙ୍କର ଗୃହତ୍ୟାଗ ବର୍ତ୍ତମାନ ସମାଗତ ନୁହେଁ ବୋଲି ଜାଣି ଜଗନ୍ମାତା ମାତୃରୂପରେ ଦେଖା ଦେଇ ନଥିଲେ। ମାତୃବିୟୋଗ ପରେ ମା କିମ୍ବା ତାଙ୍କୁ ଉପଲକ୍ଷ କରି ଜଗନ୍ମାତା କେହି ହେଲେ ନଳିନୀକାନ୍ତଙ୍କୁ ପରଲୋକ ବିଶ୍ୱାସୀ ଓ ଭଗବତ ବିଶ୍ୱାସୀ କରାଇ ପାରି ନାହାନ୍ତି। ମା'ଙ୍କୁ ହରାଇବା ଫଳରେ ତାଙ୍କୁ ଦଶଦିଗ ଶୂନ୍ୟ ବୋଧ ହେଲା। ସେ ମା ବୋଲି କେତେ କାନ୍ଦିଲେ ମଧ୍ୟ କେବେ ହେଲେ ମା'ଙ୍କ ଦର୍ଶନ ଲାଭ କରିପାରିଲେ ନାହିଁ। ସୁତରାଂ ମାତୃହରା ହେତୁ ତାଙ୍କ ଜୀବନରେ ବିଷାଦ ଯୋଗର ସୂଚନା ଓ ତତ୍ତ୍ୱଜ୍ଞାନ ଲାଭ ନିମିତ୍ତ ବ୍ୟାକୁଳତାର ପ୍ରକୃତ ଉନ୍ମେଷ ଘଟିଗଲା। ମା ଚାଲିଯିବା ପରେ ଭଗବାନ ତାଙ୍କୁ ବିଶେଷ ଭାବରେ ଭାବିବାର ସୁଯୋଗ ଦେଲେ। ତାଙ୍କର ଚିତ୍ତ ଉଷର ହୋଇଗଲା। ଦୁଃଖର ଆଘାତରେ ତାଙ୍କର ସ୍ନେହାତୁର ଚିତ୍ତ ଗୋଟିଏ କିଛି ଅବଲମ୍ବନ ଖୋଜୁଥିଲା।
ହିନ୍ଦୁ ସଂସ୍କାର ହେତୁ ସେ ଭଗବାନଙ୍କୁ ଥରେ ମା ବୋଲି ଭାବି ତାଙ୍କ କୋଳରେ ବସି ଜାବୁଡ଼ି ଧରିବାକୁ ଇଚ୍ଛା କରିଥିଲେ। ତାହା ପୁଣି ମୃତ୍ୟୁ ସମୟରେ ମା କେବଳ ସେ କଥା କହିଯାଇଥିବାରୁ ନଳିନୀକୁ କହିବ, ମୁଁ ତାଙ୍କୁ ଜଗନ୍ମାତାଙ୍କ କୋଳରେ ସମର୍ପଣ କରିଦେଇଗଲି। କିନ୍ତୁ ସେ ଦେଖିଲେ ଶିଶୁ ଜନ୍ମ ପରେ ମା ପାଇବା ଯେତେ ସହଜ, ଏ ଜଗନ୍ମାତାଙ୍କୁ ପାଇବା ସେତେ ସହଜ ନୁହେଁ। ଜୀବନରେ ପ୍ରଥମ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ ହୋଇ ସହଜ ଜ୍ଞାନରେ ନଳିନୀକାନ୍ତ ଦେଖିଲେ ଏ ସଂସାରରେ ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କେବଳ ମାୟା। ଦେହ ଭସ୍ମୀଭୂତ ହେବା ସଙ୍ଗେ ସଙ୍ଗେ ମା ଯେପରି ତାଙ୍କର ଆଦରର ନଳିନୀକୁ ଭୁଲିଗଲେ। ଏକଦା ଚଣ୍ଡୀ ମଣ୍ଡପରେ ଯେଉଁ ଦେବୀ ତାଙ୍କୁ ଦର୍ଶନ ଦେଇଥିଲେ, ସେ ଦେବୀ ମଧ୍ୟ ସେହିପରି ନଳିନୀକାନ୍ତକୁ ଭୁଲିଗଲେଣି। ମା'ଙ୍କ ମୃତ୍ୟୁ ପରେ ତାଙ୍କ ସଂସାର ବନ୍ଧନ ଏକାବେଳକେ ଯେପରି ଛିନ୍ନ ହୋଇଗଲା। ଆଉ ମଧ୍ୟ ପରଲୋକ ଓ ଈଶ୍ୱରଙ୍କ ସମ୍ବନ୍ଧରେ ସଂଶୟ ଜାତ ହେବାରୁ ତାଙ୍କ ବାଲ୍ୟକାଳର ସହଜ ଭକ୍ତି ବିଶ୍ୱାସ ମଧ୍ୟ ଅନ୍ତର୍ହିତ ହୋଇଗଲା। ସେ କ୍ରମେ କ୍ରମେ ନାସ୍ତିକ ହୋଇଉଠିଲେ। ମାତୃଳୟରେ 3 ବର୍ଷ ରହି ଦରିଆପୁର ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସେ ଢାକା ପଢ଼ିବାକୁ ଗଲେ। ଜୟଗୁରୁ। ପରବର୍ତ୍ତୀ ଅଧ୍ୟାୟ ଗୋଷ୍ଠୀ ବିଚାର। ଜୟଗୁରୁ।